ভালো तर पड़े ये बोल माने सतरी देखो ना ये आम पड़ोसी राज्य साहपुरा आम पहुंची जाइछु सतरी लोके साहपुरा बुलाउथे ना केते सुंदर देखा जाउछि ये बोल बिना आजिना कोइली कंठस्वर अमृत झरणा पुष्पित तनुश्री परिजातर महक मो मन को रोमांचित कर दउछि रे बोला हाँ हाँ ये संगति देखना कितने सुंदर सुंदर फूल गुड़ा को फुटी ये संग मु कण कहती तमे ना समझती भला भला फूल गुड़ा को तोली की आना रो ये संगति तमे भला भला फूल गुड़ा को तोलिले मु बसिली बुलथिबी और मो गोहाई गजरा करी लेबो ये संग चलो ना हमें समस्त मिसिकी फूल तोली वालो
এর বসি হে মানুষী শুনি পারুছ না হে বসি আরে তুমি সুন্দর কেন বসি আরে ମୁଁ ତ আমার ଆକ୍ଚୁଆଲି ଏତେ ସୁନ୍ଦରୀ କେବେ ଦେଖିନଥିଲି ଦେଖନ୍ତୁ ଆମେ ଅଛୁ ସେ ପଡ଼ୋଶୀ ରାଜ୍ୟର ଆଉ ରାଜାକୁ ଆମେ ଖେଳୁଥିଲୁ ଆମେ ପହଞ୍ଚିଗଲୁ ଆମକୁ ବି ମନେ ନାହିଁ ଦେଖ ଆମକୁ କ୍ଷମା କରିଦେବେ ହ୍ୟାଲୋ ଏ ସଖୀ ଆରେ ଆମେ ଜୀବନରେ ଅନେକ ନୂଆ ନୂଆ ଜାଗା ବୁଲିବା କଥା ତମେ ମଧ୍ୟ ସେମିତି ବୁଲିବାକୁ ଆସିଛ ସେଠି ଭୁଲ କ'ଣ ହେଲା ଲୋ ଏ ସଖୀ ମୁଁ କ'ଣ ଜାଣିପାରିବି ତମ ସେଇ ରାଜଜେମାଙ୍କ ପରିଚୟ ବାରତା ଠିକ ଅଛି ପ୍ରିୟ ମୁଁ ଆମ ବାପା କହିଦେଉଛି ସେମାନେ ନିଜେ ତାଙ୍କ ପରିଚୟ ଦେଇଦେବେ ଲାଇଟିଂ ଆସୁଛି ଲାଇଟ୍ ପ୍ରିୟ ବା ବୋଇଲା ହାରେ ବୋଇଲା ଆମେ ନା ପିଲାର ତାଙ୍କ ରାଜାକୁ ଖେଳୁ ଖେଳୁ କେତେବେଳେ ପହଞ୍ଚିଗଲୁ ଆମକୁ ବି ମନେ ନାହିଁ ସେ ଜାଣିଛନ୍ତି ନା ସେ କହୁଛନ୍ତି କି ଆମ ପରିଚୟ ଶୁଣିବା ପାଇଁ କି ବୋଇଲା ସେ ଆମ ପରିଚୟ ପଚାରୁଛନ୍ତି ହଁ ଏ ସଙ୍ଗତି ବୋଇଲା ଆମେ ତ ତାକୁ ଚିହ୍ନିନୁ ଜାଣିନୁ ଆମେ କାହିଁକି ତାକୁ ଆମ ପରିଚୟ ଦେବା ସବୁ ନିଜ ପରିଚୟ ଦେବା ଉଚିତ ନୁହଁ କଣ କରିବେ ବୋଲ ତାଙ୍କ ରାଜାକୁ ଯେତେବେଳେ ଆସିଛୁ ମାନେ ଆମେ ପଢିବାକୁ ବାଧ୍ୟ ଆମେ ତାଙ୍କ ରାଜାକୁ ଭୁଲରେ ଚାଲି ଆସିଛୁ ଆମେ କଣ ତାଙ୍କୁ ପରିଚୟ ଦେଇଦେବା ନିଶ୍ଚୟ ଠିକ ଅଛି ନା ମକର ତମେ ଯଦି କହୁଛ ତାହେଲେ ମୁଁ ତାଙ୍କୁ ମୋ ପରିଚୟଟା କହିଦେଉଛି ଏ ବାବୁ ଆରେ ବସି ଦେଖ ଆମେ ବୁଲୁ ବୁଲୁ ତମ ରାଜ୍ୟକୁ ଆମେ ଚାଲି ଆସିବୁ ସତ ତମ ଏଇ ଫୁଲ ପଦ ବହୁତ ସୁନ୍ଦର ଦେଖାଯାଉଛି ଏ ବାବୁ ତମେ କ'ଣ ମୋ ପରିଚୟ ଶୁଣିବା ପାଇଁ ଚାହୁଁଛ ଆରେ ବସି ବାବୁ ଆମେ ଭୁଲରେ ତମ ଫୁଲ ଦିଆକୁ ଚାଲି ଆସିଛୁ ଆପଣ ଆମକୁ କ୍ଷମା କରିଦେବେ ଆରେ ବସି ମୁଁ ଖାଲି ଏତିକି ପଚାରୁଛି ଆପଣଙ୍କ ପରିଚୟ କ'ଣ ମୋ ପରିଚୟ ଶୁଣିବେ ଆପଣ ଠିକ ଅଛି ତାହେଲେ ଶୁଣନ୍ତୁ ମୋ ପରିଚୟ ଏ ବାବୁ ଆରେ ବସି ମୋ ରାଜ୍ୟ ହେଉଛି କାଞ୍ଚିପୁର କାଞ୍ଚିପୁର ହଁ କାଞ୍ଚିପୁର ରାଜ୍ୟର ରାଜା ମହାରାଜାଙ୍କର ବିନାଶଙ୍କର ଏକମାତ୍ର ଅଳିଅଳା କନ୍ୟା ନାମ ମୋର ଅଂଶିକା ବାହ ଚମତ୍କାର ଚମତ୍କାର କି ସୁନ୍ଦର ନାମ ତମର ନାମ ଯେମିତିକୁ ଦିଶୁଛ ମଧ୍ୟ ସେମିତି ଏଣୁ ବସି ସତରେ ସମ୍ପୂର୍ଣ୍ଣ ଗୋଟିଏ ଚାଉଳରେ ଗଢ଼ା ତମେ ମତେ ଯାହା ଲାଗୁଛି ଭଗବାନ ଯେତେବେଳେ ତମକୁ ଗଢ଼ିଥିଲେ ସତରେ ଭଗବାନ ନିଜେ ଗୋଟିଏ ମାସ ଛୁଟି ଦେଖି ତମକୁ ଗଢ଼ିଥିଲେ ଏଇ ବାବୁ ଆପଣ ଏ କ'ଣ କହୁଛନ୍ତି କ'ଣ କହିବା ପାଇଁ ଚାହୁଁଛନ୍ତି ଏଣୁ ବସି ଆପଣ ନୁହଁ ତମେ କହ କାହିଁକି ଜାଣିଛ କାହିଁକି ମୁଁ ଏ ବିଶ୍ୱରେ ତମ ଭଳି ଏତେ ସୁନ୍ଦର ଷୋଳଶୀ ରୂପସୀ ଚୁଲବୁଲି ଝିଅ ମୁଁ କେବେ ଦେଖିନଥିଲି ଲୋ ଏ ବାବୁ ସତ କଥା କହିବାକୁ ଗଲେ ମୁଁ ତମକୁ ଦେଖିଲା ମାତ୍ରେ ସିଧାସଳଖ କହିବାକୁ ଗଲେ ମୁଁ ତୁମକୁ ଦେଖିଲା ମାତ୍ରେ ବସି ମୁଁ ମନେ ମନେ ଭଲ ପାଇ ବସିଛି ରୂପସୀ ଏ ବାବୁ ତମେ କ'ଣ କହୁଛ ଦେଖ ଏଇନା ଦେଖାଇ କିଛି ସମୟ ହେଇଛି ଆଉ ତମେ କହୁଛ ମତେ ଭଲ ପାଇ ବୋଲି ନା ବାବୁ ନା ତମେ ଭୁଲ କହୁଛ ଏମିତି ହେଇପାରିବନି ବାବୁ ଗୋଟେ କାହିଁକି ହେ ରୂପସୀ ତମେ କାହିଁକି ଭଲ ପାଇପାରିବନି ଦେଖ ବାବୁ ତମେ କ'ଣ ଜୀବନରେ କେବେ କାହାକୁ ଭଲ ପାଇବନି ଆରେ ଦିନେ ନା ଦିନେ ତ ନିଶ୍ଚୟ କାହାକୁ ଭଲ ପାଇବ ଏ କଥା ନୁହେଁ ବାବୁ ତା ଆଗରୁ ଯଦି ତମେ ମତେ ଭଲ ପାଇଦେଲେ ତମର କ'ଣ ଅସୁବିଧା ହେଇଯିବ ଲୋ ରୂପସୀ ମୋ କଥା ମାନିଯା ନା ନା ଆସ ଆପଣଙ୍କ କଥା ମାନିବି ଆମେ ପ୍ରେମରେ ଏମିତି ପ୍ରେମ କରିବା ଆମେ ଏମିତି ପ୍ରେମ କରିବା ଏତେ ସାରା ଛୁଆ ଜନ୍ମ କରିବା ତମେ କ'ଣ
ଶେଷରେ ଆମ ରାଜ୍ୟରେ ଆଉ କୌଣସି ସତ୍ୟ ସାବତ ଆବଶ୍ୟକ ପଡ଼ିବ ନାହିଁ। ଏମିତି କଣ କରୁଛ? ଦେଖ ଆମେ ଭୁଲରେ ତମ ରାଜ୍ୟର ଫୁଳ ଉଦ୍ୟାନକୁ ପଶି ଆସିଛୁ। ସେଥିପାଇଁ ମୁଁ ମାନୁଛି ମୋର ଭୁଲ ହେଇଯାଇଛି। ଆପଣ ମୋତେ କ୍ଷମା କରିଦିଅନ୍ତୁ। ଆଉ ଆପଣଙ୍କ ବାଟରେ ଆପଣ ଯାଆନ୍ତୁ। ଆଉ ଆମକୁ ଆମ ରାସ୍ତାରେ ଯିବା ପାଇଁ ଦିଅନ୍ତୁ। ରୂପଶ୍ରୀ ତମେ ଯାହା କହିଲେ ମୋ କଥାରେ ରାଜି ନୁହ। ମୋ ତୋଫାନ ଏ ଦୁନିଆରେ ମୋଠୁ ନାହିଁ କେହି ଭାଗ୍ୟବାନ। এই রূপসী এই তোফান যেତେବେଳେ କିଛି ବି ଜିନିଷ ଉପରେ ପସନ୍ଦ ଆସିଯାଇ ତାକୁ ସେ ହଳେ ବଳେ କୌଶଳେ ସେଟାକୁ ତା ହାତ ମୁଠାକୁ କରିଥାଏ। ଆଉ ତମେ ଯେତେବେଳେ ପସନ୍ଦ ଆସିଯାଇଛ ତମେ ମଧ୍ୟ ମୋ ହାତ ମୁଠାକୁ ଆସିବ। ଦେଖ ମୁଁ ତୁମକୁ ଭଲରେ ଭଲରେ କହୁଛି। ତମେ ଜାଗା ଛାଡ଼ି ଛାଡ଼ି ଯାଅ, ନହେଲେ କିଛି ବି ଭଲ ହବନି କହିଦଉଛି। ଭଦ୍ର ଘରର ପିଲା ବୋଲି ଦେଖାଯାଉଛ, ଆଉ ଏମିତି ଦୁର୍ବ୍ୟବହାର କରୁଛ। ତମ ଘରେ କଣ ମା ଭଳି ନାହାନ୍ତି? ତମକୁ ଲଜ୍ଜା ଲାଗୁନି? ଅଛନ୍ତି ମା ଭଉଣୀ ଅନେକ ଅଛନ୍ତି, ହେଲେ ତମ ପରି ନାହିଁ ଲୋ। ହେ ରୂପସୀ ମୋ କଥାଟା ମାନି ଯାଅ ଲୋ। ନା ମୁଁ କେବେ ମାନିବି? ରୂପସୀ ରୂପ ବନ୍ଦନା ପାଖକୁ ଆସି ଚୁମି ଦୀପନା। পাখু আসি চুমি দীপনা। রূপসী রূপ বন্দনা পাখু আসি চুমি দীপনা। মনে করি দেলে করি ছাড়ি দিন মনে করি দেলে করি ছাড়ি দিন সকল রাই করি নেই কাজি। রূপসী রূপ বন্দনা পাখু আসি চুমি দীপনা।
ତମକୁ ଭଲରେ କହିଲେ ମଧ୍ୟ ମୋ କଥାରେ ରାଜି ହଉନ କାହିଁକି? ହେ ରୂପସୀ, ତମକୁ ସିଧାସଳଖ କହୁଛି, ଯଦି ଯଦି ମୋ ପ୍ରେମ ଯନ୍ତ୍ରଟା ଗରମ ହେଇଯାଏ ତାହେଲେ ଗରମ ହେଲା ପରେ ମୋ ମିଟର କଣ୍ଟାଟା ଫାଟିଯିବ। ଆଉ সেই ମିଟର କଣ୍ଟା ଫାଟିଗଲା ପରେ ତମେ ନିଜେ ଜାଣିପାରୁଥିବ ତମର କଣ ଅବସ୍ଥା ହବ। ସିଧାସଳଖ ମୋ କଥାରେ ରାଜି ହେଇଯା। ନା ମୁଁ ତୋ କଥାରେ କେବେ ବି ରାଜି ହେଇପାରିବିନି। ହେ ମୁଁ ତୋତେ ଭଲରେ କହିଦଉଛି ଚାଲିଯା। ତୁ ଆଉ ଦିନରେ ସ୍ୱପ୍ନ ଦେଖନି। ତୋ ସ୍ୱପ୍ନ କେବେ ବି ସ୍ୱପ୍ନରେ କହିଦଉଛି। ତୋ ସ୍ୱପ୍ନ ନା ସ୍ୱପ୍ନରେ ହିଁ ରହିଯିବ। ରୂପସୀ, এই କଥାକୁ ବେଶ ଭାବରେ ଜଣାଅଛି। ଯଦି ଝିଅଟା ସିଧା ଗୁଳିରେ ନ ବାହାରେ ତାକୁ ସେ କେମିତି ବାହାର କରେ? ଦେଖିବି ମୋ ହସ୍ତରୁ କେ ରକ୍ଷା କରୁଛି। ମୋ ପାଖକୁ ଚାଲିଆ ରୂପସୀ, ଚାଲିଆ।